ସାଙ୍ଗମାନେ ଆଜି ରାଜଯୋଗ ସିରିଏଲରେ ଦେଖନ୍ତୁ ଦିଆ ହାତରେ ଛୁରୀ ବାଜିଥାଏ ଆଉ ଦିଆ ହାତ ବହୁତ ପେନ୍ ହେଉଥାଏ। ଆଉ ଠିକ୍ ସେଇ ସମୟରେ ଆୟନା ଆସେ ଆଉ କୁହେ କ'ଣ ହେଲା ଦିଆ? ଦିଆ କିଛି ନାହିଁ, ଏଇ କଟା ଜାଗାଟା ପୋଡ଼ୁଛି ତ। ଆୟନ କୁହେ ଦିଆ ତମକୁ କିଏ କହିଥିଲା ଛୁରୀର ଧାରୁଆ ପଟକୁ ଧରିବା ପାଇଁ? ତମେ ନର୍ମାଲି ତା ହାତକୁ ଧରିକି ଅଟକେଇ ପାରିଥାନ୍ତ। ତମେ କାହିଁ ସେପଟ ଧରୁଥିଲ? କେତେ ଜୋର ଦେଖିଲ ବାଜି ଯାଇଛି। ଦିଆ କୁହେ ସେତେବେଳେ ମୁଁ କ'ଣ କରିବି କିଛି ବୁଝିପାରିଲିନି। ଆମ ଭଉଣୀର ହାତ ବି ବଞ୍ଚେଇବାର ଥିଲା ନା। ତାପରେ ଆୟନ ଦିଆ ହାତରେ ଭଲସେ ବ୍ୟାଣ୍ଡେଜ କରିଦିଏ ଆଉ କୁହେ ବହୁତ ପେନ୍ ହେଉଛି ନା? ଦିଆ କୁହେ ନାଇଁ 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 ସେମିତି କିଛି ନାହିଁ। ଆୟନ କୁହେ ଦିଆ ତମର ମନ ଦୁଃଖ ହଉନି ତ? ଦିଆ କୁହେ କୋଉଥିପାଇଁ? ଆୟନ କୁହେ ମୁଁ ସବୁ ସମ୍ପତ୍ତି ଫେରାଇ ଦେବାରୁ ତମକୁ କିଛି ନ ପଚାରି ପରିବାରର ଗୋଟେ ଏତେ ବଡ଼ ପଦକ୍ଷେପ ନେଇଗଲି। ଦିଆ କୁହେ ତମେ ମୋତେ ପଚାରିବା ଦରକାର ନଥିଲା, କାରଣ ତମେ ମୋତେ ଭଲ ଭାବରେ ଜାଣିଛ। ତମେ ଜାଣିଛ କି ତମେ ଯେମିତି ଚିନ୍ତା କର ମୁଁ ବି ସେୟା ହିଁ ଭାବେ। ଆୟନ କୁହେ ନାଇଁ ମାନେ ଦିଆ ମୁଁ ଏଇଥିପାଇଁ ପଚାରୁଛି କାହିଁକି ନା କୋଉ ଝିଅ ବି ଚାହିଁବନି ନା କି ତା ସ୍ୱାମୀର ଭବିଷ୍ୟତ ଏମିତି ବିପଦ ମୁହଁକୁ ଠେଲି ହେଇଯାଉ। ଦିଆ ଆୟନକୁ କିସ୍ କରି ହୁଏ ଆୟନ ତମ ସହିତ ମୋ ବାହାଘର ହେଇଛି, ବଳବନ୍ତ ରାୟ ବଙ୍ଗଳା ସହିତ ନୁହଁ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।